नमस्कार ओडिशावासी शुभ सकाळ आज रही 10टी गुरुत्वपूर्ण खबर वीडियो को देखिया पूर्व कमेंट रे जय जगन्नाथ लेखि केउ जिल्लारू देखुछन निश्चिंत कमेंट करंतु। महाप्रभुଙ୍କ गुवाली ଯାତ୍ରା ଶ୍ରୀମନ୍ଦିରରେ ଚମକ ଦ୍ୱାଦଶୀ ବାଟରୁ ପାଛୋଟି ନେଲେ ଗଜପତି। ତେବେ ଆଜି ପବିତ୍ର ଜ୍ୟେଷ୍ଠ ଶ୍ଳୋକ ଦ୍ୱାଦଶ ତିଥିରେ ଶ୍ରୀମନ୍ଦିରରେ ଚମକ ଦ୍ୱାଦଶ ନୀତି ଅନୁଷ୍ଠିତ ହୋଇଛି। ଗତକାଲି ରୁକ୍ମଣୀ ହରଣ ଏକାଦଶୀରେ ଶିଶୁପାଳଙ୍କୁ ବନ୍ଦୀ କରି ମହାପ୍ରଭୁଙ୍କ ରୁକ୍ମଣୀକୁ ହରଣ କରି ବିବାହ ମଣ୍ଡପରେ ବିବାହ କରିଥିଲେ। ଗତକାଲି ବିବାହ ନୀତି ସମ୍ପନ୍ନ ପରେ ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଶ୍ରୀଦେବୀ ଭୂଦେବୀ ସାଙ୍ଗରେ ଶ୍ରୀ ନଅର ବିଜେ ସହିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଯୋଗ ଦେଇଛନ୍ତି। ପରେ ଶ୍ରୀ ଜମ୍ବେଶ୍ୱରଙ୍କ ମନ୍ଦିରରେ ପଞ୍ଚଗ୍ରାସୀ ନୀତି ସମ୍ପନ୍ନ ପୁନର୍ବାର ହେବ ଏବଂ ପରମ୍ପରା ଅନୁଯାୟୀ ସକାଳ ଧୂପ ଭୋଗ ମଣ୍ଡପ ଆଲଟ ଲାଗି ନୀତି ପରେ ତିନି ବାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୋଇଥିଲା। ଏହାପରେ ଶ୍ରୀଅଙ୍ଗରେ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଇଥିଲା। ବେଶ ବଢ଼ି ମଧ୍ୟାହ୍ନ ରୂପ ପାଣି ପଡ଼ି ବର କନ୍ୟା ଶ୍ରୀମନ୍ଦିରରେ ରତ୍ନବେଦୀ ନିକଟକୁ ଯାଇଥିଲେ। ତେବେ ବନ୍ଦାପନା ବଢ଼ିବା ପରେ ବରକନ୍ୟା ଆଜ୍ଞାମାଳ ଝୁଲଣ ମଣ୍ଡପରେ ଥିବା ପାଲିଙ୍କିରେ ବିଜେ ହୋଇ ବଡ଼ ଦେଉଳ ଥରେ ବେଢ଼ା ପରିକ୍ରମା କରି ସିଂହଦ୍ୱାର ଦେଇ ରାଜ ନଅରକୁ ବିଜେ କରିଥିଲେ। ତେଣୁ ଏସବୁ ନୀତି ଏବେ ଶ୍ରୀମନ୍ଦିରରେ ହେଉଛି। କାହିଁକି ନା ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ବାଟରୁ ପାଛୋଟି ନେଲେ ଗଜପତି। ରାଜ ନଅରରୁ ବରକନ୍ୟାକୁ ରାଣୀ ଏବଂ ରାଜା ପରିବାରର ବନ୍ଦାପନା ଭେଟି ମଧ୍ୟ ହେଲା। ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ। ପ୍ରଶାସନିକ ଅଧିକାରୀ ପୋଲିସ ଉପସ୍ଥିତିରେ ତାଲା ଭାଙ୍ଗି ବସ୍ ସିଣ୍ଡିକେଟର କର୍ମକର୍ତ୍ତାଙ୍କୁ କାର୍ଯ୍ୟାଳୟ ହସ୍ତାନ୍ତର କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଆସିଲା ପରେ ବିଭିନ୍ନ ନୂଆ ପ୍ରକାର କାମ ହେଉଛି। ଯେଉଁ ସବୁ ବନ୍ଦ ହୋଇଛି ତାକୁ ଖୋଲା ଯାଉଛି ଏବଂ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହେଉଛି। ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟକୁ ନେଇ 2020 ମସିହାରୁ ବିବାଦ ଦେଖାଯାଇଥିଲା। ପରେ 21 ମାର୍ଚ୍ଚ 2021ରେ ସିଣ୍ଡିକେଟ କାର୍ଯ୍ୟାଳୟ ଆଖପାଖ ଅଞ୍ଚଳ 144 ଧାରା କରାଯାଇଥିଲା। ଏହି ଘଟଣାକୁ ନେଇ ବିବାଦ ଆଇନଗତ ମାମଲା ଆରମ୍ଭ ହୋଇଥିଲା। ତେବେ ଭଦ୍ରକ ତହସିଲଦାର ପ୍ରାୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ତହସିଲଦାର ଟାଉନ ଅଧିକାରୀ ବୀରେନ୍ଦ୍ର ସେନାଙ୍କ ଉପସ୍ଥିତିରେ ସିଣ୍ଡିକେଟ କାର୍ଯ୍ୟାଳୟ ତାଲା ଭାଙ୍ଗି ଏବେ କାର୍ଯ୍ୟକର୍ତ୍ତାଙ୍କୁ ହସ୍ତାନ୍ତର କରାଯାଇଛି। ଫଳରେ ବସ୍ ସିଣ୍ଡିକେଟ କର୍ମକର୍ତ୍ତାମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି। ସିଣ୍ଡିକେଟ ପରିସରରେ ପୋଲିସ ମଧ୍ୟ ମୁତୟନ କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଜଣାଯାଇଛି। ଆସନ୍ତା 4 ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ସାମାନ୍ୟ କମିଛି ତାତି, କିନ୍ତୁ ଗରମ ଗୁଳୁଗୁଳିରୁ ନିସ୍ତାର ନାହିଁ। ଆସନ୍ତା 4 ଦିନ ଯାଏଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଜାରି ରହିବ। ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରଭାବରେ ଗୁଳୁଗୁଳି ଜାରି ରହିବା ନେଇ ଚେତାବନୀ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ତେବେ ଗୁଳୁଗୁଳି ପାଇଁ ଆଜି 7ଟି ଜିଲ୍ଲାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଜପତି ଏବଂ ଆସନ୍ତାକାଲି 6 ଜିଲ୍ଲାରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ 3 ଦିନ ଯାଏଁ ଏଭଳି ପରିସ୍ଥିତି ଲାଗି ରହିବ। ଆସନ୍ତା 4 ଦିନ ଯାଏଁ ବିଭିନ୍ନ ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି। ଆଉ 2 ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଭକ୍ତ ସ୍ନାନ ପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ବୋଲି କୁହାଯାଉଛି। ପ୍ରାୟ 7ରୁ 8 ଲକ୍ଷ ଭକ୍ତ ସମାଗମ ହୋଇପାରେ ବୋଲି ପୂର୍ବାନୁମାନ ଆକଳନ କରାଯାଉଛି। ଭକ୍ତଙ୍କ ଏହି ଭିଡ଼କୁ ଆଖିରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ବଡ଼ ଦାଣ୍ଡରେ ଛାୟାପ୍ରଦ ସେଟ୍ ମଧ୍ୟ ବ୍ୟବସ୍ଥା ହୋଇଛି। ଭକ୍ତମାନେ ମାର୍କେଟ ଛକରୁ ଧାଡ଼ିରେ ମହାପ୍ରଭୁଙ୍କୁ ଆସି ଦର୍ଶନ କରିପାରିବେ। ତେବେ 2 ଦିନ ପରେ ଶ୍ରୀଜୀଉ ସ୍ନାନ ଯାତ୍ରା, ଶ୍ରୀମନ୍ଦିର ବାହାରେ ଭିତରେ ଲାଗି ରହିଛି ବ୍ୟବସ୍ଥା। ଆଉ ସିଂହଦ୍ୱାରରେ ପ୍ରବେଶ, ହସ୍ତିଦ୍ୱାରରେ ପ୍ରସ୍ଥାନ ମଧ୍ୟ ହେବ ବୋଲି କୁହାଯାଇଛି। ବାଲେଶ୍ୱରରେ କର୍ଫ୍ୟୁ କୋହଳ ସକାଳ 7ଟାରୁ ଦିନ 11ଟା ପର୍ଯ୍ୟନ୍ତ। ସୋମବାର ଦିନ ବାଲେଶ୍ୱର ସୁନହଟ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟିବା ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ଆସନ୍ତା 4 ଘଣ୍ଟା ପାଇଁ କୋହଳ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି।
ସକାଳ 7ଟାରୁ ଦିନ 11ଟା ପର୍ଯ୍ୟନ୍ତ କୋହଳ କରାଯିବ। ଏହା ସହିତ କେବଳ ଲ୍ୟାଣ୍ଡଲାଇନ୍ ଫୋନରେ ଇଣ୍ଟରନେଟ୍ ସେବା ମିଳିବ। ପ୍ରଥମ ପର୍ଯ୍ୟାୟ ବ୍ୟାଙ୍କ ସମେତ ବ୍ୟବସାୟିକ ପ୍ରତିଷ୍ଠାନକୁ ଇଣ୍ଟରନେଟ୍ ସେବା ମିଳିବ। ସର୍ବସାଧାରଣ ଇଣ୍ଟରନେଟ୍ ସେବା ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ତେବେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ସବୁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିସ୍ଥିତିକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଉଦ୍ୟମ କରାଯାଇଛି। ଆଜି ହିଂସା ମାମଲାରେ ଉଭୟ ଗୋଷ୍ଠୀ ପକ୍ଷରୁ ରୁଜୁ ହୋଇଥିବା 7ଟି ମାମଲାରେ 34 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହାଛଡ଼ା କର୍ଫ୍ୟୁ ଆଇନ ଉଲ୍ଲଂଘନ ଯୋଗୁଁ ସହରରେ ବିଭିନ୍ନ ଥାନାରେ 30ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଖରିଫ ଫସଲ ସହାୟକ ମୂଲ୍ୟ ବଢ଼ିଲା। ତେବେ ସାଧାରଣ ଧାନର ଏମ୍ଏସ୍ପି 2300 ଟଙ୍କା। ଏବେ କେନ୍ଦ୍ର ସରକାର ଧାନ ସମେତ 14 ପ୍ରକାର ଖରିଫ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ କମିଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସାଧାରଣ ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 117 ଟଙ୍କା ବୃଦ୍ଧି ପାଇ 2300 ଟଙ୍କା ହୋଇଥିବା ବେଳେ ଏବେ ଏ ଧାନର ଏମ୍ଏସ୍ପି 2320 ଟଙ୍କା ହୋଇଛି। ତେବେ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି। ଏମ୍ଏସ୍ପି ବୃଦ୍ଧି କରାଯାଉଥିବାରୁ ଚାଷୀମାନଙ୍କୁ 2 ଲକ୍ଷ ଟଙ୍କା ମିଳିବ। ପୂର୍ବ ଋତୁ ତୁଳନାରେ ଏବେ ଏହା 35,000 କୋଟି ଟଙ୍କା ଅଧିକ ବ୍ୟୟ ହେବ ବୋଲି କୁହାଯାଇଛି। ତେବେ ଏବେ ନେଇ ଚାଷୀମାନେ ବହୁତ ଖୁସି ଅଛନ୍ତି। କେନ୍ଦ୍ର ସରକାରଙ୍କ ଅନୁସାରେ ବାଜରା ଏମ୍ଏସ୍ପି 125 ଟଙ୍କା ବୃଦ୍ଧି ହୋଇ 2625 ଟଙ୍କା, ମାଣ୍ଡିଆ 444 ଟଙ୍କା ବୃଦ୍ଧି ହୋଇ 4290 ଟଙ୍କା, ମକା ଏମ୍ଏସ୍ପି 135 ଟଙ୍କା ବୃଦ୍ଧି ହୋଇ 2225 ଟଙ୍କା, ହରଡ଼ ଡାଲି ଏମ୍ଏସ୍ପି କ୍ୱିଣ୍ଟାଲ 550 ଟଙ୍କା ବୃଦ୍ଧି ହୋଇ 7500 ଟଙ୍କା ହୋଇଥିବା ବେଳେ ମୁଗ ଡାଲି 124 ଟଙ୍କା ବୃଦ୍ଧି ହୋଇ 8682 ଟଙ୍କା ଧାର୍ଯ୍ୟ କରାଯାଇଛି। ବିରି ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 450 ଟଙ୍କା ବୃଦ୍ଧି ହୋଇ 7400 ଟଙ୍କା ରହିଛି। ଚିନାବାଦାମ ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 406 ଟଙ୍କା ବୃଦ୍ଧି ହୋଇ 6783 ଟଙ୍କା ହୋଇଥିବା ବେଳେ ସୂର୍ଯ୍ୟମୁଖୀ ମଞ୍ଜି ଦାମ 7280 ଟଙ୍କା, ସୋୟାବିନର ମୂଲ୍ୟ 292 ଟଙ୍କା ବୃଦ୍ଧି ହୋଇ 4892 ଟଙ୍କାରେ ପହଞ୍ଚିଛି। ଏନେଇ ଚାଷୀମାନେ ବହୁତ ଖୁସି ଅଛନ୍ତି। ବଜେଟ୍ ପ୍ରସ୍ତୁତି ଲୋକଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ। ତେବେ ବର୍ତ୍ତମାନ ସରକାର ହେଉଛନ୍ତି ଲୋକଙ୍କ ସରକାର। ତେଣୁ ବଜେଟ୍ର ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ଓ ପ୍ରସ୍ତାବ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। 2024-25 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସେଥିପାଇଁ ନିଜର ମତାମତ ଦେବାକୁ ଶ୍ରୀ ମାଝୀ ସାଧାରଣ ଲୋକଙ୍କୁ ଆହ୍ୱାନ କରିଛନ୍ତି। ରାଜ୍ୟ ବଜେଟ୍ ଲାଗି ଲୋକମାନେ ଇମେଲ, ହ୍ୱାଟ୍ସଆପ୍ ଏବଂ SMS ଜରିଆରେ ନିଜର ମତାମତ ପଠାଇ ପାରିବେ। ସୂଚନା ପ୍ରଯୁକ୍ତି ବ୍ୟବହାର କରି ବଜେଟ୍ ପ୍ରସ୍ତୁତି ଲାଗି ମତାମତ ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜୋର ଦେଇଛନ୍ତି। ତେଣୁ ପାରମ୍ପରିକ ଅର୍ଥ ଭାବେ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇ ବଜେଟ୍ର ପୂର୍ବ ପ୍ରସ୍ତୁତି କରାଯିବ ବୋଲି କୁହାଯାଇଛି। ବଜେଟ୍ ପାଇଁ ଅର୍ଥ ବିଭାଗ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ଜରିଆରେ ଇମେଲ, ହ୍ୱାଟ୍ସଆପ୍ ଏବଂ SMS ମାଧ୍ୟମରେ ମତାମତ ସଂଗ୍ରହ କରିବାକୁ ଯୋଜନା ରଖିଛି। ଅର୍ଥ ବିଭାଗ ଜନସାଧାରଣଠୁ ମତାମତ ସଂଗ୍ରହ କରିବା ନିମନ୍ତେ ଏବେ ଏକ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରାଯାଉଛି। ତେଣୁ ତାହା ହେଉଛି www.budget.odisha.gov.in ପୋର୍ଟାଲରେ ଉପଲବ୍ଧ ରହିବ। ଲୋକମାନେ ନିଜ ମତାମତକୁ odisha.budget@gov.in ରେ ଇମେଲ ଠିକଣା ଏବଂ ହ୍ୱାଟ୍ସଆପ୍ ନମ୍ବର ହେଲା 943816 ହ୍ୱାଟ୍ସଆପ୍ ନମ୍ବରକୁ ପଠାଇ ପାରିବେ। ତେଣୁ ନିଜର ମତାମତ ଲୋକ ପଠାଇଲେ ଜୁନ୍ 20ରୁ ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ଏହା ଉପଲବ୍ଧ ହେବ। ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରି ରାଜ୍ୟ ବଜେଟ୍ ପ୍ରସ୍ତୁତି ହେବ ବୋଲି କୁହାଯାଇଛି। ପିଏମ୍ ମୋଦିଙ୍କ ଭବିଷ୍ୟବାଣୀ ସତ ହେଲା, ନିବେଶକମାନଙ୍କ ଭାଗ୍ୟ ଚମକିଲା। ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ସତ ହୋଇଛି। ଏହି ଭବିଷ୍ୟବାଣୀ ଷ୍ଟକ୍ ମାର୍କେଟ ସହିତ ଜଡ଼ିତ ଥିଲା। ତେବେ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ସମୟରେ ଅନେକ ସମାଲୋଚନା କରାଯାଇଥିଲା। ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଅନେକ ପ୍ରକାର ଅଭିଯୋଗ ମଧ୍ୟ କରାଯାଇଥିଲା। ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସତ ଘଟଣା ଆସିଛି। ଲୋକସଭା ନିର୍ବାଚନର ଫଳାଫଳ ବାହାରିବା ପରେ ବର୍ତ୍ତମାନ ସେୟାର ବଜାରରେ ବିନିଯୋଗ କରୁଥିବା ଲୋକମାନଙ୍କ ଭାଗ୍ୟ ଚମକିବାରେ ଲାଗିଛି। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଜୁନ୍ 4 ପରେ ଷ୍ଟକ୍ ମାର୍କେଟରେ ବୃଦ୍ଧି ଘଟିବ। ସେ କହିଥିଲେ
କହିଥିଲେ ଯେ ତାଙ୍କ ସରକାର ବଜାର ସମର୍ଥକ ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି ଏବଂ ଆର୍ଥିକ ଇକୋନୋମିକ୍ସ ଦୃଢ଼ ଏବଂ ସ୍ୱଚ୍ଛ କରିପାରିଛି। ସେ ନିଶ୍ଚିତ ଥିଲେ ଯେ ଜୁନ୍ 4 ପରେ ବିଜେପି ଲୋକସଭା ନିର୍ବାଚନ ରେକର୍ଡ ସଂଖ୍ୟକ ସିଟ୍ ଜିତିବ ଏବଂ ତାପରେ ଷ୍ଟକ୍ ମାର୍କେଟ ଏକ ପ୍ରକାର ନୂଆ ରେକର୍ଡ ସୃଷ୍ଟି କରିବ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏକ ଟିଭି ସାକ୍ଷାତକାରରେ ମଧ୍ୟ ଏ ବିଷୟରେ କହିଥିଲେ। ନିବେଶକମାନେ ଜୁନ୍ 4 ପୂର୍ବରୁ ସେୟାର କିଣିବା ଉଚିତ, ଏହାପରେ ବଜାର ବୃଦ୍ଧି ପାଇବ। ପିଏମ୍ ମୋଦିଙ୍କ ଏହି ବିବୃତ୍ତି ପରେ ସେୟାରରେ ବିନିଯୋଗ କରିଥିବା ଲୋକମାନେ ମଧ୍ୟ କିଛି ସମୟ ପାଇଁ ଡରିଯାଇଥିଲେ। ପରେ ଏବେ ତାର ଫଳାଫଳ ଆସିଛି। ଜୁନ୍ 1ରେ ଯେତେବେଳେ ଏକ୍ଜିଟ୍ ପୋଲ୍ ଆକଳନ କରାଯାଇଥିଲା, ସେହିପରି ବିଜେପି ସିଟ୍ ନଜର ଆସିଥିଲା ଆଉ ଜୁନ୍ 4ରେ ଫଳାଫଳ ପାଇଥିଲା। ଏହାପରେ ବଜାର ଭୁଷୁଡ଼ି ପଡ଼ିଥିଲା। ବିଜେପିଙ୍କ ନେତୃତ୍ୱରେ ଏନ୍ଡିଏ କେନ୍ଦ୍ରରେ ସରକାର ଗଠନ ହେବା ସଫଳ ହୋଇଥିଲା ଏବଂ ଏହା ଏକ୍ଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଥିଲା ଯେତେ ଆସନ ପାଇନଥିଲା। କିନ୍ତୁ ବର୍ତ୍ତମାନ ଷ୍ଟକ୍ ବଜାରରେ ଭୁଷୁଡ଼ି ପଡ଼ିଥିଲା ମଧ୍ୟ ଏବେ ହଠାତ୍ 30 କୋଟିରୁ ଅଧିକ ଲୋକ ଟଙ୍କା ବୁଡ଼ିଯାଇଥିଲା। ତେବେ ପରଦିନ ପରେ ବଜାର ଉନ୍ନତି ଆରମ୍ଭ ହୋଇଥିଲା। ବଜାରରେ ହ୍ରାସ ବନ୍ଦ ହୋଇଥିଲା। ବାଲୁ ଖଣ୍ଡରେ ଡିଆଁ ମାରିଲେ 10ଟି କୃଷ୍ଣସାର, ଉଦ୍ୟମକୁ ପରିବେଶ ଭିତ୍ତିକ ସ୍ୱାଗତ। କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ପହଞ୍ଚିଛନ୍ତି 10ଟି କୃଷ୍ଣସାର ମୃଗ। 12 ବର୍ଷ ପରେ ବନ ବିଭାଗ ପ୍ରଚେଷ୍ଟାରେ କୃଷ୍ଣସାର ମୃଗ ନିଜର ପସନ୍ଦ ଯୋଗ୍ୟ ପରିବେଶକୁ ଫେରି ଖୁସିରେ ଡିଆଁ ମାରୁଛନ୍ତି ଦେଖିବାକୁ ମିଳିଛି। କୋଣାର୍କ ବନ ବିଭାଗ ପକ୍ଷରୁ ଏକ ବିରଳ ମୃଗକୁ ବଂଶ ବୃଦ୍ଧି ନିମନ୍ତେ ପରୀକ୍ଷାମୂଳକ ଭାବେ ପ୍ରାଥମିକ ସ୍ତରରେ ନନ୍ଦନକାନନରୁ ଏହି 10ଟି କୃଷ୍ଣସାର ମୃଗ ଅଣାଯାଇଛି। ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏହି ମୃଗମାନେ ପହଞ୍ଚିବା ପରେ କୋଣାର୍କ ବନାଧିକାରୀ ସୁଦର୍ଶନ ଦେହୁରୀ ଅବସ୍ଥାରେ ରାସ୍ତାରୁ 3 କିଲୋମିଟର ଦୂରରେ ପ୍ରସ୍ତାବିତ ଜଙ୍ଗଲ ନିକଟରେ ସ୍ୱତନ୍ତ୍ର ପିଞ୍ଜରାରେ ନେଇ ସେମାନଙ୍କୁ ରାତି ସାରା ରଖାଯାଇଥିଲା। ଆଜି ସକାଳୁ ବନାଧିକାରୀମାନେ ଶ୍ରୀ ଦେହୁରୀ ଏବଂ ଯୁବ ପ୍ରାଣୀ ନିରୀକ୍ଷକ ଗତିକୃଷ୍ଣ ବେହେରା, ବନପାଳ କୈଳାସ ଚନ୍ଦ୍ର, ଏଲିନା ପ୍ରିୟଦର୍ଶିନୀ ଏମିତି ସବୁ 10 କର୍ମଚାରୀଙ୍କ ଉପସ୍ଥିତିରେ ମୃଗମାନଙ୍କୁ ପ୍ରସ୍ତାବିତ ସ୍ଥାନରେ ଛଡ଼ାଯାଇଥିଲା। ଏହି ମୃଗମାନଙ୍କ ବୟସ 2ରୁ 3 ବର୍ଷ ମଧ୍ୟରେ ହୋଇଥିବା ବେଳେ ଓଜନ 50ରୁ 60 କେଜି ମଧ୍ୟରେ ରହିଛି। କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ 3 କିଲୋମିଟର ଉର୍ଦ୍ଧ୍ୱ କୁରୁଜଙ୍ଗ ପଞ୍ଚାୟତ ଅଧୀନ ଖଣ୍ଡିଆ ନଈ ନିକଟ ଅଭୟାରଣ୍ୟରେ 8 ଏକର ପରବର୍ତ୍ତୀ ଜାଗାରେ ଏକ ସ୍ୱତନ୍ତ୍ର ପ୍ରକାର ସୁରକ୍ଷା ପ୍ରାଚୀର ଆବଦ୍ଧ ହୋଇଥିବା ବେଳେ ବିରଳ କୃଷ୍ଣସାର ମୃଗକୁ ରଖାଯିବ। ବନ ବିଭାଗ ପକ୍ଷରୁ ସେମାନଙ୍କର ନିତ୍ୟ ପ୍ରାକୃତିକ ଖାଦ୍ୟ ଏବଂ 4 ପ୍ରକାର ଘାସ ଲଗାଇ ଦିଆଯିବ। ଏଥିସହିତ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ମଧ୍ୟ ହୋଇଛି। ତେଣୁ ଏଇଭଳିଆ ଦେଶ ବିଦେଶର ମୁଖ୍ୟ ଖବର ପାଇବା ପାଇଁ ହେଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।